ଅତି କ୍ଷୋଭର ବିଷୟ ଯେ ବଡ଼ ବଡ଼ କଥା କହିଲା ବେଳେ ଯେ ଆମେ ଟଙ୍କା 24 ଘଣ୍ଟା 48 ଘଣ୍ଟା ଭିତରେ ପାଇଯାଉଛୁ ପଇଠ ହେଇଯାଉଛୁ ଧାନ ଚାଷୀଙ୍କୁ ଏବଂ ଗୋଟେ ଏ କଥାରେ ସରକାର ଗର୍ବବୋଧ କଲା ବେଳକୁ ଆଜି ଗୋଟେ ବର୍ଷ ପୁରୀ ହେଲା ବେଳକୁ ସରକାରର ଯେଉଁ ହିସାବରେ ନଗ୍ନ ଚିତ୍ର ଆମେ ଦେଖିଥିଲୁ ମାଣ୍ଡି ପଙ୍କାରେ କିଭଳି ଭାବରେ ଚାଉଳ ଦିଆଯାଇ ନଥିଲା ଏବଂ ସେଠି ନିରୀହ ଆଦିବାସୀ ମୃତ୍ୟୁ ଲାଭ କଲେ ଏବଂ ଏଠି ରାଇଘରରେ ନବରଙ୍ଗପୁର ଜିଲ୍ଲାରେ ଯେଉଁଠି ଆଦିବାସୀ ବହୁଳ ଅଞ୍ଚଳ ଏବଂ ତାର ଚାଷୀମାନେ 4 ମାସ ତଳୁ ଧାନ ଦେଇକରି ଯେଉଁ ପ୍ରୋକ୍ୟୁରମେଣ୍ଟ ହେଲା ଏବଂ ସେଥିରେ ପ୍ରାୟ 4,47 ଲକ୍ଷ ଟଙ୍କା ତାଙ୍କର ଯେଉଁ ପ୍ରାପ୍ୟ ନ୍ୟାର୍ଯ୍ୟ ପ୍ରାପ୍ୟ ତାକୁ ଏଯାଏଁ ଦିଆଯାଇ ନାହିଁ। ବାରମ୍ବାର ଏଥିପାଇଁ ଚାଷୀମାନେ ଏକାଠି ହେଇକରି ସିଏସ୍ଓ ଏସ୍ସିଓ ସେମାନେ ସବୁ ଲିଖିତ ବି ତାଙ୍କ ପାଖରେ ଧାରଣାରେ ଅହରାତ୍ର ଧାରଣାରେ ବସିଛନ୍ତି ଆଜି ଭୁବନେଶ୍ୱରରେ କେହି ଶୁଣିଲେନି ଯେ ସେମାନେ ଲିଖିକିରି ଦେଲେ 7 ଦିନରେ ଦେଇଦେବୁ 15 ଦିନରେ ଦେଇଦେବୁ 4 ମାସ ହେଇଗଲାଣି ଦେଉନାହାନ୍ତି। ତେଣୁ ଏ ଦେଖାଯାଉଛି ଯେ ନଗ୍ନ ଚିତ୍ର ଯେ କିଭଳି ଭାବରେ ଯୋଗାଣ ବ୍ୟବସ୍ଥା କିଭଳି ଚାଷୀଙ୍କର ଧାନ ପ୍ରୋକ୍ୟୁରମେଣ୍ଟ ଯେଉଁ ବଡ଼ ବଡ଼ ବାହାସ୍ପୋଟ ମରାଯାଉଛି ଚାଷୀଙ୍କ ପାଇଁ ଆମେ କରୁଛୁ ତାହା କିଭଳି ଭାବରେ ଏଠି ଖିଲାପି ହେଇଛି। ତେଣୁ ଆଜି ଚାଷୀମାନଙ୍କ ସାଙ୍ଗରେ ଯେଉଁ ଆଲୋଚନା ସେ ଅନୁସାରେ ଏବଂ ଚାଷୀମାନଙ୍କୁ ତୁରନ୍ତ ଯେମିତି କହିଥିଲେ 48 ଘଣ୍ଟାରେ ଟଙ୍କା ଦେବା ପାଇଁ ତାର ବନ୍ଦୋବସ୍ତ ନିଜେ ମନ୍ତ୍ରୀ ଏଠୁ କରନ୍ତୁ କି ସଚିବ ଏବଂ ତାକୁ ଭୁବନେଶ୍ୱରରୁ ନିଜେ ମୁଖ୍ୟମନ୍ତ୍ରୀ ବି ତାଙ୍କୁ ଧ୍ୟାନରେ ନିଅନ୍ତୁ ତୁରନ୍ତ 48 ଘଣ୍ଟା ଭିତରେ ତାଙ୍କ ଟଙ୍କା ରିଲିଜ୍ କରନ୍ତୁ ଯେମିତି 48 ଘଣ୍ଟାରେ ଦେବା କହୁଥିଲେ ଏବଂ ଯେଉଁମାନେ ଏଥିପାଇଁ ଦାୟୀ ଯେଉଁମାନେ ଏଥିରେ ଖିଲାପି କରିଛନ୍ତି ତାଙ୍କୁ କାର୍ଯ୍ୟାନୁଷ୍ଠାନ ଗିରଫ କରାଯାଉ। ଏହି କ୍ରିମିନାଲ ଆକ୍ଟ ଚାଷୀମାନଙ୍କ ଟଙ୍କାକୁ ହଡପ କରିବାର ଯେଉଁ ଗୋଟେ କାମ 4.5 କୋଟିରୁ ପାଖାପାଖି ଟଙ୍କା ଲୋକ ତାଙ୍କର ଛଡ଼ୁଛନ୍ତି ଯାହା ଅମଳ କରିଥିଲେ। ତେଣୁ ଏ ହେଉଛି ଦାବି।